ଭଗବତ ଗୀତାର 61ଟି ଅମୂଲ୍ୟ ବାଣୀ ମନେ ରଖନ୍ତୁ। ଜୀବନରେ ବହୁତ କିଛି ପରିବର୍ତ୍ତନ ଆପଣମାନେ ଦେଖିପାରିବେ। ତେବେ ଆସନ୍ତୁ ଡେରି ନ କରିକି ଆଜିର ଏହି ସୁନ୍ଦର ସୁନ୍ଦର ଅମୂଲ୍ୟ ବାଣୀକୁ ମନେ ରଖିବା ଆଉ ଜାଣିବା। ଯିଏ ଯାହା ବି କୁହନ୍ତୁ, ଆପଣ ବାସ୍ ନିଜକୁ ଶାନ୍ତ ରଖନ୍ତୁ। କାହିଁକି ନା ସୂର୍ଯ୍ୟ ଯେତେ ତେଜ ବା ପ୍ରଖର ହେଉନା କାହିଁକି, କିନ୍ତୁ ସମୁଦ୍ରକୁ ଶୁଖେଇ ପାରି ନଥାଏ। ଯେଉଁଠି ତୁମର କିଛି ମୂଲ୍ୟ ନଥାଏ, ସେହି ସ୍ଥାନରେ ରହିବା ଉଚିତ ନୁହେଁ, ସେ ଯାହାର ଘର ହେଉ କିମ୍ବା କାହାର ମନ। ଯେତେବେଳେ ସମସ୍ତେ ତୁମର ହାତ ଛାଡ଼ି ଦେଇଥାନ୍ତି ଏବଂ ସାଥ ଦେବା ମଧ୍ୟ ଛାଡ଼ି ଦେଇଥାନ୍ତି, ସେତେବେଳେ ଭାଗ୍ୟ ଆମର ଆଙ୍ଗୁଠି ଧରିବା ବାଲାଙ୍କୁ ଆମ ପାଖକୁ ପଠାଇ ଦେଇଥାଏ। ତାର ନାଁ ହେଉଛି କାହ୍ନା। ଯିଏ ନିଜ ମନକୁ ନିୟନ୍ତ୍ରଣରେ ରଖିପାରି ନଥାଏ, ତା ପାଇଁ ମନ ଶତ୍ରୁ ପରି ସମାନ କାମ କରିଥାଏ। ହେ ଅର୍ଜୁନ, ବ୍ୟକ୍ତି ଯାହା ଚାହିଁବ ତାହା ହୋଇପାରିବ, ଯଦି ସେ ବିଶ୍ୱାସ ସହିତ ସେହି ଲକ୍ଷ୍ୟ ଉପରେ ନିରନ୍ତର ଚିନ୍ତନ କରିବ। କେବଳ ଦୁନିଆ ସାମ୍ନାରେ ଜିତିବା ଲୋକ ବିଜେତା ହୋଇନଥାଏ, ବରଂ କେଉଁ ସମ୍ପର୍କ ସାମ୍ନାରେ କେତେବେଳେ ହାରିବ ଏବଂ କେତେବେଳେ ଜିତିବ ଜାଣିଥାଏ, ସେ ହିଁ ପ୍ରକୃତରେ ବିଜେତା ହୋଇଥାଏ। ଯେଉଁ ଲୋକ ବୁଦ୍ଧିକୁ ଛାଡ଼ି ଭାବନାରେ ମଜିଯାଏ, ତାକୁ ଯିଏ କେହି ମଧ୍ୟ ମୂର୍ଖ ବନେଇ ଦେଇପାରେ। ସମୟ ଆସିବା ପୂର୍ବରୁ ଯେଉଁ ଜିନିଷ ମିଳିଯାଏ, ତାହା ମୂଲ୍ୟ ହରାଇ ବସେ ଏବଂ ସମୟ ଚାଲିଯିବା ପରେ ଯେଉଁ ଜିନିଷ ମିଳିଥାଏ, ସେ ତାର ମହତ୍ତ୍ୱକୁ ହରାଇଥାଏ। ମନୁଷ୍ୟକୁ ନିଜର କର୍ମ ପାଇଁ ପ୍ରାପ୍ତ ହେଉଥିବା ବିଜୟ କିମ୍ବା ପରାଜୟ, କ୍ଷତି କିମ୍ବା ଲାଭ, ସୁଖ କିମ୍ବା ଦୁଃଖ ଇତ୍ୟାଦି ବିଷୟରେ ଅଧିକ ଭାବିବା ଉଚିତ ନୁହେଁ। ଆତ୍ମା ପୁରୁଣା ଶରୀରକୁ ସେମିତି ହିଁ ଛାଡ଼ିଦିଏ, ଯେମିତି ମଣିଷ ପୁରୁଣା ପୋଷାକକୁ ଉତାରି ନୂଆ ପୋଷାକ ପିନ୍ଧିଥାଏ। ଆଗକୁ ପଢିବା ପୂର୍ବରୁ ଯଦି ଆପଣମାନଙ୍କୁ ଏହି ଅମୂଲ୍ୟ ବାଣୀ ଗୁଡ଼ିକ ଭଲ ଲାଗୁଥାଏ, ତେବେ ନିହାତି ଗୋଟିଏ ଛୋଟିଆ ଲାଇକ୍ ସାଙ୍ଗମାନେ କରିଦେବେ। ଯେମିତି ପାଣିରେ ଚାଲୁଥିବା ଡଙ୍ଗାକୁ ପବନ ଲକ୍ଷ୍ୟ ସ୍ଥଳଠାରୁ ଦୂରକୁ ନେଇଯାଏ, ସେମିତି ଇନ୍ଦ୍ରିୟ ସୁଖ ମନୁଷ୍ୟକୁ ଭୁଲ ବାଟରେ ନେଇଯାଏ। ଆପଣଙ୍କ ବିଶ୍ୱାସ ଏକ ପର୍ବତକୁ ମଧ୍ୟ ଦୋହଲାଇ ପାରେ, କିନ୍ତୁ ଆପଣଙ୍କ ସନ୍ଦେହ ଅନ୍ୟ ଏକ ପାହାଡ଼କୁ ମଝିରେ ଛିଡ଼ା କରିଦେଇପାରେ। ଆମର ନିଜ ଉପରେ ବିଶ୍ୱାସ ରହିବା ଅଧିକ ଜରୁରୀ ହୋଇଥାଏ, କାହିଁକି ନା ଆମେ ଆମ ରାସ୍ତାରେ ନିଜେ ହିଁ ଚାଲିଥାନ୍ତି। ସମୟ ସବୁବେଳେ ସମାନ ରହିନଥାଏ, କାରଣ ସିଏ ମଧ୍ୟ କାନ୍ଦିଥାଏ ଯିଏ ଅନ୍ୟକୁ ଦିନେ କନ୍ଦାଇଥାଏ। ଆପଣଙ୍କର ଇଚ୍ଛା ଶକ୍ତି ମାଧ୍ୟମରେ ନିଜକୁ ଏକ ନୂଆ ଆକୃତି ପ୍ରଦାନ କରନ୍ତୁ। ନିଜକୁ କେବେ ମଧ୍ୟ ଆତ୍ମ ଇଚ୍ଛାରେ ଅପମାନିତ କରନ୍ତୁ ନାହିଁ, କାରଣ ଇଚ୍ଛା ଏକମାତ୍ର ନିଜର ମିତ୍ର ହୋଇଥାଏ ଏବଂ ସେହି ଇଚ୍ଛା ଏକମାତ୍ର ନିଜର ଶତ୍ରୁ ହିଁ ହୋଇଥାଏ। ତୁମର କଷ୍ଟ ପୀଡ଼ା ପାଇଁ ସଂସାରକୁ ଦୋଷ ଦିଅନ୍ତୁ ନାହିଁ, ତୁମର ମନକୁ ବୁଝାଅ, କାରଣ ତୁମର ମନ ପରିବର୍ତ୍ତନ ହିଁ ତୁମର ଦୁଃଖର ଅନ୍ତ ହୋଇଥାଏ। ନିଜକୁ ଦୁର୍ବଳ ବୋଲି କେବେ ମଧ୍ୟ ଭାବ ନାହିଁ। ଯଦି ତୁମେ ତଳେ ପଡ଼ିଗଲ, ତାହେଲେ ଉଠିବା ପାଇଁ ପ୍ରୟାସ କର, ଲଢ଼, ପୁରା ନିଷ୍ଠାର ସହିତ ତୁମର କର୍ତ୍ତବ୍ୟ କର୍ମ ନିଭାଅ, ବାକି ସବୁ ମୋ ଉପରେ ଛାଡ଼ିଦିଅ। ହୋଇପାରେ ସବୁଦିନ ଭଲ ନ ହୋଇପାରେ, କିନ୍ତୁ ପ୍ରତ୍ୟେକ ଦିନରେ କିଛି ନା କିଛି ଭଲ ନିଶ୍ଚୟ ହୋଇଥାଏ। ଧୈର୍ଯ୍ୟ ରଖନ୍ତୁ। କେବେ କେବେ ଆପଣଙ୍କୁ ଜୀବନରେ ସବୁଠାରୁ କିଛି ଭଲ ପାଇବା ପାଇଁ ହେଲେ ଖରାପ ସମୟରେ ଗତି କରିବା ପାଇଁ ପଡ଼ିଥାଏ। କିଛି ଭଲ ପାଇବାକୁ ହେଲେ କିଛି ଖରାପ ମଧ୍ୟ ଆମ ସହିତ ହୋଇଥାଏ, ସେଥିପାଇଁ ଧୈର୍ଯ୍ୟ ରଖିବା ଜରୁରୀ। କାନ୍ଦିବା ବନ୍ଦ କର, ନିଜର ଅସୁବିଧା ସହିତ ନିଜେ ଲଢ଼ିବା ଶିଖ, କାହିଁକି ନା ସାଥ ଦେଉଥିବା ଲୋକ ଶ୍ମଶାନ ଠାରୁ ଆଗକୁ ମଧ୍ୟ ଯାଇପାରି ନଥାଏ। ସବୁବେଳେ ଏକା ହିଁ ନିଜ ସହିତ ନିଜେ ଲଢ଼ିବାକୁ ଚେଷ୍ଟା କର। ସମୟ ଯେତେବେଳେ ନ୍ୟାୟ ଦେଇଥାଏ, ସେତେବେଳେ ସାକ୍ଷୀର ଆବଶ୍ୟକତା ପଡ଼ିନଥାଏ। ଏକ ଉପହାର ସେତେବେଳେ ଅସଲି ଏବଂ ପବିତ୍ର ହୋଇଥାଏ, ଯେତେବେଳେ ଉପହାର ଦେବା ବ୍ୟକ୍ତି ହୃଦୟରୁ ସଠିକ୍ ସମୟରେ ସଠିକ୍ ଲୋକଙ୍କୁ ଏବଂ ସଠିକ୍ ଜାଗାରେ ଦେଇଥାଏ ଏବଂ ଗିଫ୍ଟ ଦେବା ଲୋକ ହୃଦୟରେ ଗିଫ୍ଟ ବଦଳରେ କିଛି ପାଇବାର ଆଶା ରଖିନଥାଏ। ଏହା ହେଉଛି ଅସଲି ଉପହାର। ସୁନ୍ଦରତା ଆପଣଙ୍କ ଦୃଷ୍ଟିକୋଣରେ ହିଁ ରହିଥାଏ, କାରଣ
କାହାକୁ କାଦୁଅରେ ମଧ୍ୟ ପଦ୍ମ ଫୁଲ ବହୁତ ସୁନ୍ଦର ଲାଗିଥାଏ ଏବଂ ଆଉ କାହାକୁ ଚାନ୍ଦରେ ମଧ୍ୟ ଦାଗ ନଜର ଆସିଥାଏ। ତ ଆପଣଙ୍କ ନଜରରେ ହିଁ ସୁନ୍ଦରତା ଭରି ରହିଛି। ହେ ଅର୍ଜୁନ, ଯେତେବେଳେ ଜଣେ ବ୍ୟକ୍ତିର କୌଣସି ଦେବତାଙ୍କ ପୂଜା ପୁରା ବିଶ୍ୱାସ ସହିତ କରିବା ପାଇଁ ଇଚ୍ଛା ହୋଇଥାଏ, ସେତେବେଳେ ମୁଁ ସେହି ଦେବତାଙ୍କ ପ୍ରତି ବିଶ୍ୱାସକୁ ଦୃଢ଼ କରିଦେଇଥାଏ। ସାଙ୍ଗମାନେ ଗୋଟିଏ ଛୋଟିଆ ଲାଇକ୍ କରିଦିଅନ୍ତୁ। ଯଦି ଭିଡ଼ିଓରୁ କିଛି ଶିଖିବାକୁ ମିଳୁଛି ଆପଣମାନେ ନିହାତି ଗୋଟେ ଛୋଟିଆ ଲାଇକ୍ କରିବେ। କେଉଁ କେଉଁ ସ୍ଥାନରେ ଭିଡ଼ିଓ ଦେଖୁଛନ୍ତି ନିହାତି କମେଣ୍ଟରେ ଲେଖିବେ। ଭାଗ୍ୟ ଉଦୟ କାହାର ଅଚାନକ ହୋଇନଥାଏ, କାରଣ ସୂର୍ଯ୍ୟ ମଧ୍ୟ ଧୀରେ ଧୀରେ ଉଦୟ ହୋଇ ଉପରକୁ ଉଠିଥାନ୍ତି। ଧୈର୍ଯ୍ୟ ଏବଂ ତପସ୍ୟା ଯାହା ପାଖରେ ଅଛି ସେ ସଂସାରକୁ ପ୍ରକାଶିତ କରିପାରେ। ହେ ଅର୍ଜୁନ, ସ୍ୱର୍ଗକୁ ପ୍ରାପ୍ତ କରି ସେଇଠି ଅନେକ ବର୍ଷ ବାସ କରିବା ପରେ ମଧ୍ୟ ଜଣେ ଅସଫଳ ଯୋଗୀଙ୍କର ପୁଣି ଥରେ ଏକ ପବିତ୍ର ଏବଂ ସମୃଦ୍ଧି କୁଟୁମ୍ବରେ ଜନ୍ମଗ୍ରହଣ ହୋଇଥାଏ। ହେ ଅର୍ଜୁନ, ଯେଉଁ ବ୍ୟକ୍ତି ସବୁବେଳେ ନିଜ ପରିସ୍ଥିତିକୁ ସମାନ ଦେଖିଥାଏ, ସେ ସୁଖ ହେଉ କିମ୍ବା ଦୁଃଖ ହେଉ, ସବୁବେଳେ ଯଦି ଯିଏ ପରିସ୍ଥିତିକୁ ସମାନ ଭାବରେ ଦେଖିଥାଏ, ସେ ହିଁ ପରମ ଯୋଗୀ ହୋଇଥାଏ। ଅହଙ୍କାର ଏବଂ ସଂସ୍କାର ଏହି ଦୁଇଟି ମଧ୍ୟରେ ଅନେକ ଫରକ ରହିଥାଏ। ଅହଙ୍କାର ଅନ୍ୟକୁ ମୁଣ୍ଡ ନୁଆଇଁ କି ଖୁସି ହୋଇଥାଏ, କିନ୍ତୁ ସଂସ୍କାର ନିଜେ ମୁଣ୍ଡକୁ ନୁଆଇଁ ଖୁସି ହୋଇଥାଏ। ସେବା ସମସ୍ତଙ୍କର କର, କିନ୍ତୁ କାହାଠାରୁ ସେବା ପାଇବାର ଆଶା କର ନାହିଁ। କିଛି ତାଙ୍କଠାରୁ ସେବା ବଦଳରେ ଆଉ କିଛି ପାଇବା ପାଇଁ କିଛି ବି ଆଶା କରନି, କାରଣ ସେବାର ସଠିକ ମୂଲ୍ୟ ଈଶ୍ୱର ହିଁ ଦେଇପାରିବେ। ଯେତେବେଳେ ସତ୍ୟର ଅସତ୍ୟ ସହିତ ଲଢ଼େଇ ହେବ, ସେତେବେଳେ ସତ୍ୟ ହିଁ ଏକଲା ଛିଡ଼ା ହେବ, କିନ୍ତୁ ଅସତ୍ୟର ଲମ୍ବା ପକ୍ଷୀ ଥିବ, କାହିଁକି ନା ଅସତ୍ୟ ପଛରେ ମୂର୍ଖ ଏବଂ ମିଛର ପାହାଡ଼ ରହିଥାଏ। ଏକଲା ରହିବା ତମକୁ ଏହା ଶିଖାଇଥାଏ କି ବାସ୍ତବରେ ତୁମ ପାଖରେ ନିଜ ଛଡ଼ା ଆଉ କେହି ବି ନାହିଁ। ଯେତେବେଳେ ପରିବାର ଲୋକମାନେ ପର ଏବଂ ପର ଲୋକମାନେ ତୁମକୁ ନିଜର ଲାଗିବେ, ସେତେବେଳେ ବୁଝିଯାଅ କି ତୁମର ବିନାଶର ସମୟ ଆରମ୍ଭ ହୋଇଗଲା। କ୍ରୋଧ ଆସିବା ସମୟରେ ଚିଲେଇବା ପାଇଁ ତାକତ ବା ଶକ୍ତିର ଆବଶ୍ୟକତା ନଥାଏ, କିନ୍ତୁ କ୍ରୋଧ ଆସିବା ସମୟରେ ଚୁପ୍ ରହିବା ପାଇଁ ଅନେକ ତାକତ ବା ଶକ୍ତିର ଆବଶ୍ୟକତା ହୋଇଥାଏ। ଯାହା ଆପଣଙ୍କର ତାହା ଆପଣଙ୍କୁ ନିଶ୍ଚୟ ମିଳିବ। ଯିଏ ଯେତେ ଚେଷ୍ଟା କଲେ ମଧ୍ୟ, ପୁରା ଦୁନିଆ ତୁମଠାରୁ ସେହି ଜିନିଷ ଛଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ଛଡ଼ାଇ ନେଇ ପାରିନଥାଏ। ଆପଣଙ୍କୁ ଯାହା ମିଳିବାର ଥିବ ତାହା ନିଶ୍ଚୟ ହିଁ ମିଳିବ। ଦୁଇ ପ୍ରକାର ବ୍ୟକ୍ତି ସଂସାରରେ ସ୍ୱର୍ଗଠାରୁ ଉପରେ ରହିଥାନ୍ତି, ଯିଏ ଶକ୍ତିଶାଳୀ ହୋଇ ମଧ୍ୟ ଅନ୍ୟକୁ କ୍ଷମା କରିଦିଏ ଏବଂ ଯିଏ ଗରିବ ହୋଇ ମଧ୍ୟ ଅନ୍ୟକୁ ଦାନ କରିଦିଏ। ପ୍ରେମ ଶରୀର କିମ୍ବା ସୁନ୍ଦରତାକୁ ଦେଖି ହୋଇନଥାଏ, ପ୍ରେମ ହୃଦୟରୁ ହିଁ ହୋଇଥାଏ। ଯେଉଁଠି ଦୁଇ ହୃଦୟ ମିଶିଯାଏ, ସେଇଠି ପ୍ରେମର ଜନ୍ମ ହୋଇଥାଏ। କୌଣସି ବ୍ୟକ୍ତି ବିଷୟରେ ସମ୍ପୂର୍ଣ୍ଣ ନ ଜାଣିକି ଅନ୍ୟମାନଙ୍କ କଥା ଶୁଣି ସେହି ବ୍ୟକ୍ତି ବିଷୟରେ ଭଲ କିମ୍ବା ମନ୍ଦ ଭାବିବା ମୂର୍ଖତା ହୋଇଥାଏ। ଯଦି ଭଲ ଉଦ୍ଦେଶ୍ୟରେ ସ୍ୱଚ୍ଛ ହୃଦୟରୁ କିଛି ଈଶ୍ୱରଙ୍କୁ ମଗାଯାଏ, ତାହେଲେ ଈଶ୍ୱର ଭାଗ୍ୟଠାରୁ ଅଧିକ ମଧ୍ୟ ଦେଇଥାନ୍ତି। ଜୀବନରେ ସବୁ କିଛି ନଷ୍ଟ ହେବା ପରି କିଛି ବି ନଥାଏ। ସବୁବେଳେ ଏକ ନୂଆ ଆରମ୍ଭ ଆମକୁ ଅପେକ୍ଷା କରି ରହିଥାଏ। ଜୀବନରେ ଯଦି ଖୁସିରେ ରହିବାର ଅଛି, ତାହେଲେ ପର ପାଖରେ କଣ ଅଛି ତାହା ଧ୍ୟାନ ନ ଦେଇ ନିଜ ପାଖରେ କଣ ଅଛି ତା ପ୍ରତି ଧ୍ୟାନ ଦିଅନ୍ତୁ। ସେହି ଦିନ ଆମର ସବୁ ଅସୁବିଧା ଶେଷ ହୋଇଯିବ, ଯେଉଁଦିନ ଆମକୁ ବିଶ୍ୱାସ ହୋଇଯିବ କି ଆମର ସବୁ କାମ ଈଶ୍ୱରଙ୍କ ମର୍ଜିରେ ହିଁ ହୋଇଥାଏ। ବିପଦରେ ଧୈର୍ଯ୍ୟ, ସଙ୍କଟରେ ସହନଶୀଳତା, ବୈଭବ ସମୟରେ ଦୟା ହିଁ ଶ୍ରେଷ୍ଠ ବ୍ୟକ୍ତିଙ୍କର ଲକ୍ଷଣ ହୋଇଥାଏ। ଯେଉଁ ବ୍ୟକ୍ତି ସ୍ପଷ୍ଟ ଏବଂ ସିଧା କଥା କହିଥାଏ, ତାଙ୍କର କଥା କଠୋର ଜରୁର ହୋଇଥାଏ କିମ୍ବା ଅନ୍ୟକୁ କଷ୍ଟ ନିଶ୍ଚିତ ଲାଗିଥାଏ, କିନ୍ତୁ ସେ କାହା ସହିତ କେବେ ଛଳନା କରିନଥାନ୍ତି। ଯାହା ଭଲ ଲାଗୁଛି ତାକୁ ଗ୍ରହଣ କର, ଯାହା ଖରାପ ଲାଗୁଛି ତାକୁ ତ୍ୟାଗ କର, ସେ ବିଚାର ହେଉ କିମ୍ବା କର୍ମ କିମ୍ବା ମନୁଷ୍ୟ। ପାପ ବଡ଼ ହେଉ କିମ୍ବା ଛୋଟ ହେଉ, ବିନାଶର କାରଣ ହୋଇଥାଏ। କାରଣ ଡଙ୍ଗାରେ ଛୋଟ ଛିଦ୍ର ହେଉ କିମ୍ବା
ବଡ଼ ଛିଦ୍ର ହେଉ ତାହା ଡଙ୍ଗାକୁ ବୁଡେଇ ଦେଇଥାଏ। ପରିବାର ଏବଂ ସମାଜ ଉଭୟ ବର୍ବାଦ ହେବାକୁ ଲାଗିଥାଏ ଯେତେବେଳେ ବୁଝିବା ଲୋକ ଚୁପ୍ ହୋଇଯାଏ ଏବଂ ଅବୁଝା ଲୋକ କହିବା ପାଇଁ ଲାଗିଯାଏ। ତୁମେ ପୁଣି ଥରେ ଫେରି ଯାଇପାରିବ ନାହିଁ, ଯାହା ଆରମ୍ଭ ହୋଇଯାଇଛି ତାକୁ ମଧ୍ୟ ବଦଳାଇ ଦେଇ ପାରିବ ନାହିଁ, କିନ୍ତୁ ବର୍ତ୍ତମାନ ତୁମେ ଯେଉଁଠି ଅଛ ସେଇଠୁ ଏକ ନୂଆ ଆରମ୍ଭ କରିପାରିବ ଏବଂ ଶେଷକୁ ମଧ୍ୟ ବା ଅନ୍ତକୁ ମଧ୍ୟ ତୁମେ ବଦଳାଇ ପାରିବ। ଯେତେବେଳେ ସବୁ ବିଶ୍ୱାସ ତୁଟିଯାଏ, କିଛି ବି ରାସ୍ତା ଦେଖାଯାଏ ନାହିଁ, ସେତେବେଳେ ଭଗବତ ଗୀତାର ଶରଣ ଅବଶ୍ୟ ନିଅନ୍ତୁ। ମୃତ୍ୟୁ ଠାରୁ ଅଧିକ ମରିବାର ଭୟ ରହିଥାଏ। ନା କେହି ମରିଥାଏ ନା କେହି ମାରିଥାଏ, ସମସ୍ତେ ନିମିତ୍ତ ମାତ୍ର। ସବୁ ପ୍ରାଣୀ ଜନ୍ମ ପୂର୍ବରୁ ବିନା ପୋଷାକରେ ଆସିଥିଲେ ଆଉ ମୃତ୍ୟୁ ପରେ ବିନା ପୋଷାକ ବାଲା ହିଁ ହୋଇଯିବେ। ଏଇଠି ଜନ୍ମ ମୃତ୍ୟୁ ମଝିରେ ଶରୀର ହିଁ ରହିଥାଏ। ତେଣୁ এই ଶରୀର ପାଇଁ ଅଧିକ ଦୁଃଖ କଣ ପାଇଁ କରୁଛ? କେହି ମଧ୍ୟ ଅମର ବର ପାଇକି ଆସେ ନାହାନ୍ତି ଧରା ପୃଷ୍ଠକୁ। କିଏ ଶୀଘ୍ର ମୃତ୍ୟୁବରଣ କରିଥାଏ ତ କେହି ଡେରିରେ। ତେଣୁ ମୃତ୍ୟୁକୁ ଭୟ କରିବା ଉଚିତ ନୁହେଁ। ଜନ୍ମ ହେଇଛ ମାନେ ନିଶ୍ଚିନ୍ତ ମୃତ୍ୟୁ ହିଁ ହେବ, ତ ଡରିବାର କିଛି ବି ନାହିଁ। ଆଜିର ଏହି ଅମୂଲ୍ୟ ଭଗବତ ଗୀତା ଜ୍ଞାନ ଗୁଡ଼ିକ ସରିଯାଇଛି। ତ ଆପଣ ମାନଙ୍କୁ କେମିତି ଲାଗିଲା ଏଇ ସବୁ ଗୀତାର ଜ୍ଞାନ ଗୁଡ଼ିକ ନିହାତି ମତେ କମେଣ୍ଟରେ ଜଣାନ୍ତୁ। ଆପଣ କେଉଁ ସ୍ଥାନରେ ବର୍ତ୍ତମାନ ଅଛନ୍ତି ଆଉ ଭିଡିଓ ଦେଖୁଛନ୍ତି, ମତେ ନିହାତି ଆପଣଙ୍କ ଜିଲ୍ଲାର ନାମଟି ନିଶ୍ଚିନ୍ତ କମେଣ୍ଟରେ ଲେଖି ଦିଅନ୍ତୁ। ଏବଂ ଏମିତି ପ୍ରତ୍ୟେକ ଦିନ ଶିକ୍ଷଣ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ। ଏହା ଦ୍ୱାରା ଆମର ସମସ୍ତ ଭିଡିଓ ଯାହା କିଛି ଅପଲୋଡ ହବ ଆପଣ ସର୍ବପ୍ରଥମେ ପାଇପାରିବେ। ଜୟ ଜଗନ୍ନାଥ, ଧନ୍ୟବାଦ।